ଆଉ ଖତକୁ ନେଇକି ଚାଲି ମୋ ବିଲକୁ ସେତେବେଳକୁ 2ଟା ହେଲାଣି ଭାଇ। ବର୍ଷା ବି ପ୍ରବଳ ଉଠେଇଥିଲା। ଆଉ ମୋର ଡର ଥିଲା କେମିତି ନେଇକି ଢାଳିବି ଖତଟା। ରାଧେ ରାଧେ, କଣ ସବୁ ଭଲ ତ? ସକାଳୁ ଟିକେ ପଳେଇ ଆସିଥିଲି ବନ୍ଧ ଆଡ଼େ ଆଉ ସଞ୍ଜୟ ଦୋକାନକୁ ବସିବାକୁ। ଏଠି ବସିଲା ବେଳେ ଜଣେ ଯାଇଥିଲା ଜଳଖିଆ ଖାଇବାକୁ, ରିଟର୍ନ କଲାବେଳେ ସେ ନେଇ ଆସିଥିଲା ବରା ଆଉ ଗୁଲଗୁଲା। ସଞ୍ଜୟକୁ ଦେନି ମୁଁ ଆଉ ଖାଇନି। ଖାଇକି ଏଇଠି ହରେଟା ଆଡ଼େ ଆସିଥିଲି। ଆଉ ହରେଟା ଆଡ଼େ ଗୋଟେ ଦେଖା ହେଇଥିଲା ଗୋଟେ ଆମ୍ବ କତିରେ, ଆଉ ଜୋତା ପକାନି ହେଲେ ସେ ଆମ୍ବ ପଇଲାନି। ବହୁତ ଥର ଜୋତା ପକାନି କିନ୍ତୁ ସେ ଆମ୍ବ ପଇଲାନି। ଜୋତା ନାଖିଗଲା ଡାଳରେ। ଜୋତାକୁ ଟେକା ଫାଡ଼ିକା ଆମ୍ବ ଗଳି ଯାଇଥିଲା 3-4ଟା। ମୁଁ ଖାଇନି, ଆଉ ଏ ପିଲାଟାକୁ ଦେନି। ଭୋକ ବି ସେତେବେଳକୁ ପ୍ରବଳ କଲାଣି। ଯୋଉ ଗରମ ହଉଛି କୁଲରଟା ଟିକେ ନ ଆଣି ଖାଇଲେ ହବନି। କୁଲର ବ୍ୟବସ୍ଥା କରିନି। ଆଉ ପଖାଳ ଭାତ ଖାଇ ଦେଇକି ଆସିକି ହରେଟା କତିରେ ଶୋଇଦିନି। କିଛି ସମୟ ପରେ ମଜାକରେ ଗେଲ ହେଉଥିଲେ। ଆଉ ଗେଲ ଭାଇ ଜାଣିଛ ତେଲ ବାହାରିବ। ତେଲ ବାହାରିଥିଲା ଇଏ ମୋବାଇଲ ସ୍କ୍ରିନ୍ ଭାଙ୍ଗି ଯାଇଥିଲା। ଆଉ ମୋର କଲ୍ ପଳେଇ ଆସିଥିଲା କି ଟ୍ରାକ୍ଟର ଲୋଡ୍ ସରିଲାଣି ଗୋଟେ ଖତ। ଆଉ ଖତକୁ ନେଇକି ଚାଲି ମୋ ବିଲକୁ ସେତେବେଳକୁ 2ଟା ହେଲାଣି ଭାଇ। ବର୍ଷା ବି ପ୍ରବଳ ଉଠେଇଥିଲା। ଆଉ ମୋର ଡର ଥିଲା କେମିତି ନେଇକି ଢାଳିବି ଖତଟା, କାହିଁକିନା 2 ଦିନ ତଳେ ଗାଡ଼ି ଦବି ଯାଇଥିଲା। 4ଟା ବେଳେ ବର୍ଷା ପବନ ପ୍ରବଳ ହେଇଥିଲା। ତାପରେ ଛାଡ଼ି ବି ଯାଇଥିଲା। ଆମେ ଚାଲିଥିଲୁ ଟିକେ ବୈତରଣୀ ଷ୍ଟେସନ ବୁଲିବା ପାଇଁ। ଆଉ ବୈତରଣୀ ଷ୍ଟେସନ ବୁଲି ଗୋଟେ ଫଲୋ କରିଦିଅ, ସବସ୍କ୍ରାଇବ୍